ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ହାଲେଲୁୟା। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଧନ୍ୟବାଦ ଏବଂ ସ୍ୱାଗତ କରେ। ଆଜି ଆମେ ଗୋଟେ ବିଷୟ ଦେଖିବା। ଏ ଜଗତରେ ଅନେକ ଲୋକ ଅଛନ୍ତି, ଆଜି ଯାଏ ସେମାନେ ଈଶ୍ୱରଙ୍କୁ କ'ଣ ଜାଣିନାହାନ୍ତି। ସେମାନେ ସତ୍ୟକୁ ଜାଣିନାହାନ୍ତି। ସତ୍ ବିଷୟ ନ ଜାଣି ସେମାନେ ଅସତ୍ୟ ପଛରେ ଧାଇଁ ଅଛନ୍ତି। ଅନେକ ଲୋକ ଆଜି ମୂର୍ତ୍ତି ପୂଜାରେ ଆସକ୍ତ। ଅନେକ ଲୋକ ଆଜି ଦେବତା ଅଛି ବୋଲି ଭାବି ସେମାନେ ଫଟୋକୁ ପୂଜା କରୁଅଛନ୍ତି, ଗଛକୁ ପୂଜା କରୁଅଛନ୍ତି, ପଥରକୁ ମଧ୍ୟ ପୂଜା କରୁଅଛନ୍ତି। ହାଲେଲୁୟା। ଆଉ ସେମାନେ କହୁଛନ୍ତି ଏଇଟା ଈଶ୍ୱର ଅଟେ, ଏଇଟା ଆମ ପ୍ରଭୁ ଅଟେ, ଏଇଟା ଆମ ଭଗବାନ ଅଟେ ବୋଲି ସେମାନେ ବିଶ୍ୱାସ କରି କ'ଣ କରନ୍ତି, ସେମାନଙ୍କର ଆରାଧନା କରନ୍ତି, ସେମାନଙ୍କୁ ପୂଜା କରନ୍ତି। ଆମେ ଦେଖିବା ପ୍ରଭୁ ନିଜେ କହିଛନ୍ତି ସେମାନଙ୍କ ପଛରେ ତୁମେ ଯାଅ ନାହିଁ, କାରଣ ସେମାନେ ସତ୍ୟ ପଛରେ ନ ଯାଇ ଅସତ୍ୟ ପଛକୁ ସେମାନେ ଯାଉଛନ୍ତି। ହାଲେଲୁୟା। ଆମେ ଗୋଟେ ବିଷୟ ଦେଖିବା ଯେ ସତ୍ୟ କିଏ ଆଉ ଅସତ୍ୟ କିଏ ଆମେ ଜାଣିବା। ଲୋକେ ଆଜି ସତ୍ୟ ପଛରେ ନ ଯାଇ ଅସତ୍ୟ ପଛକୁ ଅନାଇ ଅଛନ୍ତି। ଯଦି କୌଣସି ବ୍ୟକ୍ତି ଯଦି ପ୍ରଭୁଙ୍କର ସତ୍ୟ ବାକ୍ୟ କହିଲେ କେହି ବିଶ୍ୱାସ କରିବେ ନାହିଁ, କାରଣ ସତ୍ୟକୁ ଲୋକ ଗ୍ରହଣ କରନ୍ତି ନାହିଁ, ଅସତ୍ୟକୁ ଗ୍ରହଣ କରନ୍ତି। କାହିଁକି ନା ସତ୍ୟ ସେମାନଙ୍କ ଠାରେ ନାହିଁ, ସେମାନଙ୍କର ମନ ଭ୍ରମଣରେ ପଡ଼ିଅଛି, ଆଉ ସେମାନେ ଅସତ୍ୟରେ ପଡ଼ିବେ। ଏଇଟା ଯୁଗାନ୍ତ ସମୟରେ ଏପରି ଘଟିବ। ପବିତ୍ର ବାଇବଲରେ ଲେଖାଯାଇଅଛି ଯେ ଯୁଗାନ୍ତ ସେପରି ଏପରି ହେବ, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ ଅସତ୍ୟ ଅର୍ଥାତ୍ କଳ୍ପନା କାହାଣୀ ପ୍ରତି ସେମାନେ ମନୋଯୋଗୀ ହେବେ। ଆମେ ଦେଖିବା, ଆମେ ଦ୍ୱିତୀୟ ତିମୋଥୀ ତାର 4 ଅଧ୍ୟାୟର 4 ପଦରେ ଗୋଟେ ବିଷୟ ଦେଖିବା। ଆମେ ଦେଖିବା ଗୋଟେ ବିଷୟ ଲେଖାଯାଇଛି। ଆସୁ ଆମେ ଦେଖିବା ପବିତ୍ର ଶାସ୍ତ୍ର ବାଇବଲରେ ଦ୍ୱିତୀୟ ତିମୋଥୀ ତାର 4 ଅଧ୍ୟାୟର 4 ପଦରେ ଗୋଟେ ବିଷୟ ଦେଖିବା। ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆମେ ଦେଖିବା ଏଠି ଗୋଟେ ବିଷୟ ଯେ ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ସେମାନେ ମନ ଦେବେ। କ'ଣ ହେବା କି ସେମାନେ ଆଜି ଅନେକ ଲୋକ ଏପରି ଅଛନ୍ତି ଯାହାକି ପ୍ରଭୁଙ୍କର ବାକ୍ୟ କହିଲେ ସେମାନେ ବିଶ୍ୱାସ କରିବେ ନାହିଁ। ପରମେଶ୍ୱର ମାନଙ୍କୁ ଅନେକ ଦିନ ଆଗରୁ କହିଦେଇ ସାରିଛନ୍ତି। ଅନେକ କାହିଁକି ହଜାର ବର୍ଷ ପୂର୍ବରୁ ସେ କହିଦେଇଛନ୍ତି ଯେ ଯୁଗାନ୍ତ ସମୟରେ ଲୋକେ ତୁମକୁ ବିଶ୍ୱାସ ମଧ୍ୟ କରିବେ ନାହିଁ। ତୁମ ଯେଉଁ କଥା କହିବ ସେ କଥାରେ ମଧ୍ୟ ବିଶ୍ୱାସ କରିବେ ନାହିଁ, ଭରସା କରିବେ ନାହିଁ। ଆଉ ସେମାନେ କ'ଣ କରିବେ କି ଶୈତାନ ପଛରେ ଚାଲିଯିବେ, ଯାହାକି ମନ୍ଦ ଆତ୍ମା ତାହାକୁ କରିବ, ମନ୍ଦ ଆତ୍ମାର ପଛରେ ପଳେଇବେ। ହାଲେଲୁୟା। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଆଜି ଆମେ ଦେଖୁଛୁ ଜଗତର କୋଣେ କୋଣେ ଏପରି ବି ମଧ୍ୟ ସ୍ଥାନ ଅଛି ଯାହାକି ଆଜି ଯାଏ ସେମାନେ ସତ୍ୟକୁ ନ ଜାଣି ଅସତ୍ୟ ପଛରେ ଝାଇଁ ଅଛନ୍ତି। ହାଲେଲୁୟା। କିନ୍ତୁ ପ୍ରଭୁଙ୍କର ଧନ୍ୟବାଦ ହେଉ, ଆଜି ଅନେକ ଲୋକ ଆଜି ଆମେ ପ୍ରଭୁଙ୍କୁ ଜାଣିଅଛୁ। ସେଥିପାଇଁ ମୁଁ ଧନ୍ୟବାଦ କରେ। ପ୍ରଭୁ ଏ ଛୋଟ ବାକ୍ୟ ଉପରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।